ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିନିୟର ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର୍ର ବା ପ୍ଲସ୍ ଥ୍ରୀ ଫାର୍ଷ୍ଟ ସେମିଷ୍ଟାରର ଇଲେକ୍ଟିଭ୍ ୱାନ୍ ପଲିଟିକାଲ ସାଇନ୍ସ, ଓକେ, ଯାହାକି ନାରୀବାଦ। ଓକେ, ଦେଖନ୍ତୁ, ସୁଲାମିତ ଫାୟାର ଷ୍ଟୋନ୍। ଉଗ୍ର ନାରୀବାଦର ପ୍ରବକ୍ତା ସୁଲାମିତ ଫାୟାର ଷ୍ଟୋନ୍ କାନାଡା ଦେଶର ଅଧିବାସୀ ଥିଲେ। ସେ ନ୍ୟୁୟର୍କ ରାଡିକାଲ ଫେମିନିଷ୍ଟରେ ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବରେ ସୁପରିଚିତ ଅଟନ୍ତି। 1970 ମସିହାରେ ଫାୟାରଷ୍ଟୋନଙ୍କର ଦ ଡାୟାଲେକ୍ଟିକ୍ସ ଅଫ୍ ସେକ୍ସ ପୁସ୍ତକ ପ୍ରକାଶିତ ହୋଇଥିଲା। ଏଥିରେ ସେ ସିଗମଣ୍ଡ ଫ୍ରଏଡ୍, ୱିଲହେଲ୍ମ ଗେନ୍, କାର୍ଲ ମାର୍କସ ଓ ଫ୍ରେଡେରିକ୍ ଏଞ୍ଜେଲସଙ୍କ ଚିନ୍ତାଧାରାର ସମ୍ମିଶ୍ରଣ କରିଥିଲେ। ଏହି ପୁସ୍ତକ ନାରୀବାଦର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏକ ମାଇଲଖୁଣ୍ଟ ସଦୃଶ ଥିଲା। ଏଥିରେ ଫାୟାରଷ୍ଟୋନ୍ ନାରୀର ଦୁର୍ଗତି ପାଇଁ ତାହାର ଜୈବିକ ଗୁଣ ଦାୟୀ ବୋଲି ଉଲ୍ଲେଖ କରିଥିଲେ। ନାରୀର ଶାରୀରିକ, ସାମାଜିକ ଓ ମନସ୍ତାତ୍ତ୍ୱିକ ସ୍ଥିତି ଏହି ଜୈବିକ ଉପାଦାନ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ତାଙ୍କ ମତରେ ଗର୍ଭଧାରଣ, ସନ୍ତାନ ପ୍ରସବ ଓ ଶିଶୁର ଲାଳନ ପାଳନ ଦାୟିତ୍ୱରୁ ନାରୀ ମୁକ୍ତ ହେବାର ଆବଶ୍ୟକ। ସାଇବର କୌଶଳ ପ୍ରୟୋଗ କରାଯାଇ ଲାବରେଟୋରୀରେ ପ୍ରସବ କାର୍ଯ୍ୟ ସମ୍ପାଦିତ ହେବା ସହିତ ଶିଶୁର ଲାଳନ ପାଳନ ପାଇଁ ରାଷ୍ଟ୍ର ବ୍ୟବସ୍ଥା କରିବା ଆବଶ୍ୟକ। ଲୁସି ଷ୍ଟୋନ୍, ଦେଖ ଯେତିକି ମୁଁ ପଢ଼ିଲି ଇଏ ସବୁ ମାନେ ଗୋଟେ ସବୁ ସାଇଣ୍ଟିଷ୍ଟ, ଓକେ, ସେମାନେ ସବୁ ଏଇ ପ୍ରଶ୍ନ ଉତ୍ତର କରୁଛନ୍ତି। ଏମାନେ ଲାଇବ୍ରେରୀ ଟେଷ୍ଟ କରିଥିଲେ, ତାଙ୍କ ବିଷୟରେ ସେଇ ସବୁ ଆଲୋଚନା ହେଉଛି। ଓକେ, ଲୁସି ଷ୍ଟୋନ୍ ଆମେରିକା ନାରୀବାଦର ଓ ବକ୍ତା ଲୁସି ଷ୍ଟୋନ୍ ଆମେରିକା ନାରୀମାନଙ୍କର ମତଦାନ ଅଧିକାର ପାଇଁ ଆନ୍ଦୋଳନ କରିଥିଲେ। ତାଙ୍କୁ 16 ବର୍ଷ ବୟସ ହୋଇଥିବା ସମୟରେ ସେ ଏକ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସମୟରେ ମାତ୍ର $1 ପାରିଶ୍ରମିକ ପାଉଥିଲେ, କିନ୍ତୁ ଏହା ପୁରୁଷମାନଙ୍କର ପାରିଶ୍ରମିକ ତୁଳନାରେ ବହୁତ କମ୍ ଥିଲା। ଲୁସି ଷ୍ଟୋନ୍ ବିଦ୍ୟାଳୟର କମିଟି ନିକଟରେ ଏହି ନିମନ୍ତେ ପ୍ରତିବାଦ କରିଥିଲେ। କମିଟିର ସଭ୍ୟମାନେ ତାଙ୍କୁ କେବଳ ନାରୀର ପ୍ରାପ୍ୟ ଦେଇ ପାରିବେ ବୋଲି ଉତ୍ତର ଦେଇଥିଲେ। ଏହା ଲୁସି ଷ୍ଟୋନ୍ ମନରେ ବୈପ୍ଳବିକ ଚିନ୍ତାଧାରା ସୃଷ୍ଟି କରିଥିଲା। ସେ 1853 ମସିହାରୁ 1854 ମସିହା ପର୍ଯ୍ୟନ୍ତ ଆମେରିକାର ବିଭିନ୍ନ ସହରରେ ନାରୀ ଅଧିକାର ଉପନ୍ୟାସ, ଅଭିଭାଷଣ ପ୍ରଦାନ କରିଥିଲେ। ଏଲିଜାବେଥ କ୍ୟାଡିଷ୍ଟାନଙ୍କ ମତରେ ଲୁସି ପ୍ରଥମ ବକ୍ତା ଅଟନ୍ତି ଯେ ବାସ୍ତବରେ ରାଷ୍ଟ୍ରର ଆତ୍ମାକୁ ନାରୀ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ସଚେତନ କରିଛନ୍ତି। ନାରୀର ମତଦାନ ଅଧିକାର ପାଇଁ ଦାବିକୁ ଯଥାର୍ଥ କରିବା ପାଇଁ ଷ୍ଟୋନ୍ ନ୍ୟୁୟର୍କ ଓ ଇଣ୍ଡିଆନା ଆଦି ସ୍ଥାନରେ ଅନେକ ପିଟିସନ୍ ଦାଖଲ କରିଥିଲେ। ଏହି କାର୍ଯ୍ୟକୁ ସଫଳ କରିବା ପାଇଁ 1854 ମସିହା ଜୁନ୍ ମାସ 2 ତାରିଖରେ ନ୍ୟୁ ଇଂଲଣ୍ଡ ୱିମେନ୍ସ ରାଇଟ୍ କନଭେନସନ୍ର ଆହ୍ୱାନ କରିଥିଲେ। ଏହି ସମ୍ମିଳନୀରେ ଇଂଲଣ୍ଡରେ 6ଟି ନୂତନ ବ୍ୟବସ୍ଥାପିକାକୁ ଦାବିପତ୍ର ଦେବା ପାଇଁ ସ୍ଥିର କରାଯାଇଥିଲା। ଏହି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ 6ଟି କମିଟି ଗଠିତ ହୋଇଥିଲା। ଆମେରିକାରେ ଗୃହଯୁଦ୍ଧ ଚାଲିଥିବା ସମୟରେ ଷ୍ଟୋନ୍ ସୁଶାନ୍ତି ବ୍ରାଉନନେଲ୍ ଆଣ୍ଟୋନିଙ୍କ ସହିତ ମିଶି 1863 ମସିହାରେ ୱିମେନ୍ସ ନ୍ୟାସନାଲ ଲୟାଲ ପ୍ରତିଷ୍ଠା କରିଥିଲେ, ଯାହାକି ନ୍ୟୁୟର୍କ ସହରରେ ନାରୀ ଓ ଆଫ୍ରିକାମାନଙ୍କୁ ମତଦାନ ଅଧିକାର ପ୍ରଦାନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲା। କିନ୍ତୁ ଆଣ୍ଟୋନି ଓ ଷ୍ଟାନଷ୍ଟନଙ୍କ ସହିତ ପାର୍ଥକ୍ୟ ସୃଷ୍ଟି ହେବା କାରଣରୁ ଷ୍ଟୋନ୍ ଆମେରିକାନ ୱିମେନ୍ସ ସଫ୍ରେଜ ଗଠନ କରିଥିଲେ। କିନ୍ତୁ ଆଣ୍ଟୋନି ଓ ଷ୍ଟାନଟନଙ୍କ ସହିତ ମତ ପାର୍ଥକ୍ୟ ହେବାର 18 ବର୍ଷ ପରେ ଷ୍ଟୋନ୍ ପୁଣି ଥରେ ସେମାନଙ୍କ ସହିତ ଚିକାଗୋଠାରେ ୱାର୍ଲ୍ଡ କଂଗ୍ରେସ ଅଫ୍ ରିପ୍ରେଜେଣ୍ଟେଟିଭ୍ ୱିମେନ୍ସରେ ଶେଷ ଥର ପାଇଁ ଉଦ୍ବୋଧନ ଦେଇଥିଲେ। 1893 ମସିହାରେ ତାଙ୍କୁ 75 ବର୍ଷ ହୋଇଥିବା ସମୟରେ ଷ୍ଟୋନଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ଅକ୍ଳାନ୍ତ ପରିଶ୍ରମ ପରିଶେଷରେ ନାରୀମାନଙ୍କୁ ମତଦାନ ଅଧିକାର ପ୍ରଦାନ କରାଯାଇଥିଲା। नीरा देसाई ଭାରତ ତଥା ଦକ୍ଷିଣ ଏସିଆର ସ୍ୱନାମଧନ୍ୟ ନାରୀବାଦୀ नीरा ଦେଶାଇ ଗୁଜରାଟର ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ 1925 ମସିହାରେ ଜନ୍ମଗ୍ରହଣ କରିଥିଲେ।
ସ୍ୱାଧୀନତା ସଂଗ୍ରାମରେ ସେ ଅଂଶଗ୍ରହଣ କରିଥିଲେ। ଦେଶର ସ୍ୱାଧୀନତା ପରେ ସେ ସମାଜ ବିଜ୍ଞାନରେ MA ଓ PhD କରିଥିଲେ। 1952 ମସିହାରେ ତାଙ୍କର ଡକ୍ଟରେଟ୍ ନିର୍ବୋଧତି ଉମେନ୍ସ ଇନ୍ ମଡର୍ଣ୍ଣ ଇଣ୍ଡିଆ ପୁସ୍ତକ ନାମରେ ଆତ୍ମପ୍ରକାଶ କରିଥିଲା। ଭାରତରେ ବୈଦିକ ସଭ୍ୟତା ଠାରୁ ଆଧୁନିକ ଭାରତରେ ନାରୀର ମର୍ଯ୍ୟାଦା ବିଷୟରେ ଏଥିରେ ଆଲୋଚନା କରାଯାଇଥିଲା। ଭାରତରେ ବୈଦିକ ସଭ୍ୟତା ଠାରୁ ଆଧୁନିକ ଭାରତରେ ନାରୀର ମର୍ଯ୍ୟାଦା ବିଷୟରେ ଏଥିରେ ଆଲୋଚନା କରାଯାଇଥିଲା। ସେ 1950 ମସିହାରେ ମୁମ୍ବାଇର SNDT ବିଶ୍ୱବିଦ୍ୟାଳୟ ନିଯୁକ୍ତି ପାଇଥିଲେ ଏବଂ 1994 ମସିହା ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ। ଉଷା ଠକ୍କରଙ୍କ ସହିତ ମିଶି ସେ ଉମେନ୍ସ ଇନ୍ ଇଣ୍ଡିଆନ୍ ସୋସାଇଟି ଏବଂ ମୈତ୍ରେୟୀ କୃଷ୍ଣରାଜ ସହିତ ମିଶି ଉମେନ୍ ଆଣ୍ଡ ସୋସାଇଟି ଇନ୍ ଇଣ୍ଡିଆ ସ୍ଥାପନା କରିଥିଲେ। 1974 ମସିହାରେ ଟାୱାର୍ଡ ଇକ୍ୱାଲିଟି ରିପୋର୍ଟ, 1988 ମସିହାରେ ସମର ଶକ୍ତି ରିପୋର୍ଟ ଏବଂ ନ୍ୟାସନାଲ ପ୍ରେସ୍କ୍ରିପ୍ଟିଭ ପ୍ଲାନ ପ୍ରସ୍ତୁତିରେ ଜିରାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନେକ ସାମାଜିକ ଆନ୍ଦୋଳନର ମଧ୍ୟ ସେ ମୁଖ୍ୟ ପୁରୋଧା ଥିଲେ। ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାରୀ ଅଧ୍ୟୟନ ବିଭାଗ ଖୋଲିବାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ ନାରୀ ଅଧ୍ୟୟନ ସଂଘ, ଗୁଜରାଟ ନାରୀ ଅଧ୍ୟୟନ ସଂଘ ଓ ମହାରାଷ୍ଟ୍ର ନାରୀ ଅଧ୍ୟୟନ ସଂଘର ସେ ପ୍ରତିଷ୍ଠାତା ସଦସ୍ୟ ଥିଲେ। ବୀଣା ମଜୁମଦାର ବିଶିଷ୍ଟ ଶିକ୍ଷାବିତ୍, ବାମପନ୍ଥୀ ସାମାଜିକ କର୍ମୀ ଓ ନାରୀବାଦୀ ବୀଣା ମଜୁମଦାର 1927 ମସିହାରେ କଲିକତାରେ ଏକ ମଧ୍ୟବିତ୍ତ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ଓ 1962 ମସିହାରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ DPhil ଉପାଧି ପାଇଥିଲେ। 1951 ମସିହାରେ ସେ ପାଟନା ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଭାବରେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗରେ କାର୍ଯ୍ୟ କରିଥିଲେ। 1975 ମସିହାରୁ 1980 ମସିହା ପର୍ଯ୍ୟନ୍ତ ସେ ଭାରତୀୟ ସାମାଜିକ ବିଜ୍ଞାନ ପରିଷଦର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ବହନ କରିଥିଲେ। 1980 ମସିହାରୁ 1991 ପର୍ଯ୍ୟନ୍ତ ସେ ଦିଲ୍ଲୀର ନାରୀ ଅଧ୍ୟୟନ କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କର ଜୀବନ ନାରୀମାନଙ୍କ ପାଇଁ ସେ ନୈତିକ ଓ କାର୍ଯ୍ୟକାରିତା କ୍ଷେତ୍ରରେ ଅଂଶଗ୍ରହଣ କରିଥିଲେ। ଏହାକୁ ସେ ଓମେନ୍ସ ଷ୍ଟଡି ମୁଭମେଣ୍ଟ ଭାବରେ ଆଖ୍ୟାୟିତ କରିଥିଲେ। ଇଣ୍ଡିଆନ୍ ଆସୋସିଏସନ ଅଫ ଓମେନ୍ ଷ୍ଟଡିଜରେ ସେ ପ୍ରତିଷ୍ଠାତା ସଦସ୍ୟ ଥିଲେ। ଏଇଠି ଭିଡ଼ିଓଟି ସରିଯାଇଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ସବସ୍କ୍ରାଇବ୍ କଲେ ଆପଣଙ୍କୁ କ'ଣ ଗୋଟେ ବେନିଫିଟ୍ ରହିବ। ମୁଁ ଏଥିରେ ପ୍ରଥମେ ଭିଡ଼ିଓ ଅପଲୋଡ଼ କରିବି, ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଏହା ହେଲା ସବସ୍କ୍ରାଇବ୍ର ଭ୍ୟାଲୁ। ଓକେ, ଏଇଠି ଭିଡ଼ିଓ ସରିଯାଇଛି। ଜୟ ଜଗନ୍ନାଥ।